ଇହ ଶବ୍ଦର ଆଉ ଗୋଟେ ବଢ଼ିଆ ଅର୍ଥ ଅଛି, ଲେଖା ହେଇଛି କ'ଣ ନା ଏ ଜଗତରେ ଯେତେ ସବୁ ଜାଣିବା ବିଷୟ ଅଛି ଏ ସବୁ ଯାକ ଜାଣିବା ବିଷୟ ସବୁ ବେକାର ବେକାର। ଆଜ୍ଞା ରାତି ପାଇଲେ ଆପଣମାନେ ନ୍ୟୁଜ୍ ପେପର୍ ପଢ଼ୁଛନ୍ତି ନାହିଁ, ତାହିଁରେ କ'ଣ ନୂଆ ଜିନିଷ ଅଛି ମୋତେ କାହିଁ କହିଲେ? ଲୋକମାନେ କହୁଛନ୍ତି ନ୍ୟୁଜ୍ ନୂଆ, କିଛି ନୂଆ ନାହିଁ। ସେ କେଉଁଠି କାହାକୁ କିଏ ଧର୍ଷଣ କଲା, କିଏ କେଉଁଠି ନିଆଁ ଲାଗିଗଲା, କେଉଁଠି ଆକ୍ସିଡେଣ୍ଟ ହେଇଗଲା, କେଉଁଠି କାହାର କ'ଣ ହେଇଗଲା, ଏହା ତ ପୁରୁଣା, ସବୁ ପୁରୁଣା ଜିନିଷ। ଆମେ ରାତି ପାଇଲେ ଯେମିତି ଆମର କହୁଥିଲେ ଜଣେ ମହାରାଜ, ରାତି ପାଇଲେ କାଉ କ'ଣ କରୁଛେ କା 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 କରୁଛେ, ସେମିତି ଆମେ ନ୍ୟୁଜ୍ ପେପରଟାକୁ ଧରି ଦେଉଛେ, ଏଇଠି କ'ଣ ଅଛି ସେଇଠି କ'ଣ ହେଇଛି କ'ଣ ଅଛି, ବିଚଳିତ, ଆଉ ଟିକେ ଟେନସନ୍ ହେଉଛି, ବିଚଳିତ ହେଉଛି, ତାହିଁରେ କିଛି ଆମର ମନ ମାନେ ଶାନ୍ତ ରହୁନି କି ପ୍ରସନ୍ନ ହେଉନି। ସେଥିପାଇଁ ଲେଖା ହେଇଛି କି ଇଦଙ୍ଗର ଅର୍ଥ ଲେଖା ହେଇଛି କି ଭୌତିକ ଜଗତରେ ଯାହା କିଛି ଆପଣ ଜାଣିବା ବିଷୟ ଭାବୁଛନ୍ତି ଏସବୁ ବେକାର, କେବଳ ଗୋଟେ ଜିନିଷ ପିଓର, ସେ ଜିନିଷଟା କ'ଣ ଜାଣିବା ଯୋଗ୍ୟ, ଏଇଟା ହେଉଛି ଭଗବାନ ଶ୍ରୀକୃଷ୍ଣ। ଇଦମର ଅର୍ଥ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ଜାଣିବାଟା ହେଉଛି ପିଓର। ଇଦମ ମାନେ ଏହି ଶ୍ରୀକୃଷ୍ଣଙ୍କ ଜ୍ଞାନ। ହଁ, ଶ୍ରୀକୃଷ୍ଣଙ୍କୁ ଜାଣିବା, ଆଉ କ'ଣ ନା ଶ୍ରୀକୃଷ୍ଣଙ୍କର ଲୀଳା ଜାଣିବା, ଶ୍ରୀକୃଷ୍ଣଙ୍କର ଅନନ୍ତ ରୂପକୁ ଜାଣିବା, ଅନନ୍ତ ଲୀଳାକୁ ଜାଣିବା, ଏସବୁ ହେଉଛି ଜାଣିବା ବିଷୟବସ୍ତୁ। ଆଉ ସଂସାରରେ କିଛି ଜାଣିବା ବିଷୟବସ୍ତୁ ଶ୍ରୀକୃଷ୍ଣଙ୍କୁ ଯଦି ତୁମେ ଜାଣିଦେବ ଏ ସଂସାର ସବୁ ଜିନିଷକୁ ତୁମେ ଜାଣିଦେବ।